ବର୍ଷା ଦିନ ଚାଲିଛି। ରାସ୍ତାଘାଟରେ ପାଣି କାଦୁଅର ଛିଟକା ଦେହରେ ପଡ଼ିବାର ବହୁତ ସମ୍ଭାବନା ଅଛି। ନା କଣ କହୁଛନ୍ତି? କିନ୍ତୁ ଧରିନିଅ ତମେ ତମର ମନପସନ୍ଦ ଡ୍ରେସଟେ ପିନ୍ଧିଛ ଆଉ ସେଇ ରାସ୍ତାରେ ତମେ ଯାଉଛ ଯୋଉ ରାସ୍ତାରେ ତମ ସାଇଡରୁ ଗୋଟେ ଗାଡି କ୍ରସ କଲା ଆଉ ସେଇ କାଦୁଅ ପାଣିର ଛିଟକା ତମର ସେଇ ପୋଷାକ ଉପରେ ପଡିଲା। ତମେ କଣ କରିବ? ତମର ସେଇଟା ବହୁତ ହି ମନପସନ୍ଦର ପୋଷାକ ଥିଲା। ତମେ ସେ ପୋଷାକ ଚେଞ୍ଜ କରିପାରିବନି ସାଙ୍ଗେ ସାଙ୍ଗେ। ଆଉ ତମେ ଘରକୁ ଆସିକି ତାକୁ ସଫା କରିବ। ଆଉ ପୁଣି ତମେ ମନ ଦୁଃଖ ହବ କି ନୂଆ ପୋଷାକଟା ପିନ୍ଧିକି ଯାଇଥିଲି ମୋରି ମନ ପସନ୍ଦର, ଅଥଚ ସେ ପୋଷାକ ଖରାପ ହେଇଗଲା। ରାଇଟ୍? ମୁଁ ଯଦି କହିବି ପୁଣି ସେଇ ବ୍ରାଣ୍ଡର, ସେଇ କଲରର, ସେଇ ଡିଜାଇନର ଗୋଟେ ପୋଷାକ ନେଇ ଆସ। ଆଣିବା ଲାଗି ତ ଟିକେ ଟାଇମ ଲାଗିବ, କାରଣ କେତେବେଳେ ଆଉଟ୍ ଅଫ୍ ଷ୍ଟକ୍ ବି ଥିବ। ଧରିନିଅ ତମେ ଆଣିବି ଆସିଲ ଆଉ ସେଇ ପୋଷାକ ତମେ ଆଉ ଥରେ ପିନ୍ଧିଲ। ଏବେ କୁହ ତମେ ଯୋଉ ପୋଷାକ ଫାର୍ଷ୍ଟ ଟାଇମ ପିନ୍ଧିଥିଲ, ଯୋଉ ଫିଲିଙ୍ଗସ୍ ତମକୁ ଲାଗିଥିଲା, ଯୋଉ ଖୁସିଟା ତମକୁ ଲାଗିଥିଲା, ସେଇ ଖୁସି ସେକେଣ୍ଡ ଥର ଆଉ ଥରେ ତମକୁ ଲାଗିଛି? ସେଇ ଫିଲିଙ୍ଗସ୍ ଆଉ ଥରେ ତମ ଭିତରେ ଆସିଛି? ନା, ସେ ଜିନିଷ କେବେ ହେଇପାରିବନି, କାରଣ ପ୍ରଥମଟା ପ୍ରଥମ ହିଁ ଥାଏ। ଠିକ ସେମିତି ଯୋଉମାନେ ରିଲେସନସିପକୁ ଆସୁଛନ୍ତି, ମୁଁ ସେଇମାନଙ୍କୁ କହୁଛି ଯୋଉମାନେ ଏଇଆ ଭାବିକି ଆସୁଛନ୍ତି କି ମୁଁ ତା ଲାଇଫରୁ ପଳେଇଲେ କଣ ହେଲା, ତା ଲାଇଫରେ ବହୁତ ହି ଆସିବେ। ସେ ଆଜି ମତେ ଯେମିତି ଏକ୍ସେପ୍ଟ କରିନେଲା, କାଲି ଆଉ କାହାକୁ ବି ଠିକ ସେମିତି ଏକ୍ସେପ୍ଟ କରିନବ। କିନ୍ତୁ ଏଇଟା ସମ୍ଭବ ନୁହେଁ। ଜଣେ ଯଦି ଏନ୍ଜୟମେଣ୍ଟ ଲାଗି ଆସିଛି ଆଉ ଜଣେ ବି ଏନ୍ଜୟମେଣ୍ଟ ଲାଗି ରହିଛି ତା ସାଙ୍ଗରେ, ତାହେଲେ ସେଇ ଜାଗାରେ ସମ୍ଭାବନା, କାହିଁକି ନା ସେଇ ଜାଗାରେ ଫିଲିଙ୍ଗସ୍ କିଛି ନାହିଁ। କିନ୍ତୁ ଜଣେ ଯଦି କିଛି ଗୋଟେ ଡିମାଣ୍ଡ ନେଇକି ଆସିଛି ଆଉ ଜଣେ ତା ଆଡୁ ସେ 100% ଦେଇଛି, କିନ୍ତୁ ସେଇ ଜାଗାରେ ସେଇ ମଣିଷଟି ଭାବି ନେବା ଦରକାର କି ମୋ ସାମ୍ନା ପର୍ସନ ଯଦି ମତେ 100% ଦଉଛି ଆଉ ମୁଁ କିଛି ଗୋଟେ ସ୍ୱାର୍ଥ ରଖିକି ଆସିଛି, ତାହେଲେ ସେଇ ଜାଗାରୁ ସେଇ ଲୋକମାନେ ସାଇଡ ହେଇଯିବା କଥା। କାରଣ ଆପଣ ଜାଣିନାହାନ୍ତି କି ଆପଣ ଯାହା ଲାଇଫକୁ ଆସିଛନ୍ତି ଆଉ ଯାହା ଲାଇଫରୁ ଆପଣ ଯାଉଛନ୍ତି, ଆପଣ ସାଙ୍ଗରେ କଣ କଣ ସବୁ ନେଇକି ପଳଉଛନ୍ତି। ଧରିନିଅ ଗୋଟେ ବକ୍ସ ଅଛି ଆଉ ସେ ବକ୍ସଟା ଉପରୁ ଦେଖିବା ଲାଗି ବହୁତ ହି ସୁନ୍ଦର ଅଛି, କିନ୍ତୁ ତମକୁ କୁହାଯିବ ସେଇ ବକ୍ସଟାକୁ ଖୋଲିବା ପାଇଁ, ଆଉ ତମେ ଯେତେବେଳେ ସେ ବକ୍ସଟାକୁ ଖୋଲିବ ତା ଭିତରେ କିଛି ବି ନଥିବ। ତମକୁ କେମିତି ଫିଲ୍ ହବ? ନିହାତି ମନ ଦୁଃଖ ହବ କି ଉପରୁ ଏତେ ସୁନ୍ଦର ଦିଶୁଥିବା ବକ୍ସ ଭିତରେ ଅଥବା କିଛି ବି ନାହିଁ। ଠିକ ସେମିତି ରିଲେସନସିପରେ ବି ଉପରୁ ଯୋଉ ଜିନିଷ ଯେ ଏତେ ଭଲ ଦିଶୁଥିବ କହିହବନି ତା ଭିତରେ ବି ସବୁ ଜିନିଷ ଥିବ। ଯୋଉମାନେ ଏଇଆ ଭାବୁଛନ୍ତି କି ମୁଁ ରିଲେସନସିପକୁ ଆସିଛି କିଛି ଗୋଟେ ସ୍ୱାର୍ଥ ନେଇକି, ମୋ ସ୍ୱାର୍ଥ ସରିଗଲେ ମୁଁ ପଳେଇବି ୟା ଫିର ସ୍ୱାର୍ଥ ପୁରା ନହେଲେ ବି ମୁଁ ପଳେଇବି, ତ ଭାବିଥିବ ତମେ ଗଲା ରାସ୍ତାରେ ତାର ସବୁ କିଛି ତମେ ନେଇକି ପଳେଇଥାଉଛ। ତା ଭିତରେ ଇମୋସନ ଅଛି, ଫିଲିଙ୍ଗସ୍ ଅଛି, ଟ୍ରଷ୍ଟ ଅଛି, ଏମିତିକି ବହୁତ ସାରା ଜିନିଷ ଅଛି ଯୋଉଟା କି ତମେ ସାଙ୍ଗରେ ନେଇକି ପଳଉଛ, ଆଉ ସେକେଣ୍ଡ ଟାଇମ ସେ ନାହିଁ କାହାକୁ ଏକ୍ସେପ୍ଟ କରିପାରିବ, ନାହିଁ କାହାର ଏକ୍ସପେକ୍ଟେସନ ହେଇପାରିବ। ଜିନିଷଟା ଟିକେ ବୁଝିବାକୁ ଚେଷ୍ଟା କର, ଯୋଉମାନେ ଲାଇଫକୁ ଆସିକି ଆଉ ଯୋଉମାନେ ଲାଇଫରୁ ପଳଉଛ। କାରଣ ଆପଣଙ୍କୁ ତ କିଛି ଲାଗିବନି, କାରଣ ଆପଣ ଯାଉଛନ୍ତି ଯେହେତୁ, କାହିଁକି ନା କଣ ପାଇଁ ଯାଉଛନ୍ତି, କାହିଁକି ଯାଉଛନ୍ତି ସେଟା ଆପଣଙ୍କ ଛଡା କେହି ଜାଣିପାରିବେନି। କିନ୍ତୁ ଯୋଉ ଲୋକଟି ରହିଯାଉଛି ସେ ଆପଣଙ୍କ ପଛରେ ସେ କଣ କଣ ସବୁ ତାକୁ ଦେଖିବାକୁ ପଡୁଛି, କଣ କଣ ସବୁ ତାକୁ ଶୁଣିବାକୁ ପଡୁଛି, ସେଇଟା ଆପଣ ଜାଣିପାରିବେନି। ସେଥିଲାଗି ଧ୍ୟାନ ରଖିବେ ଯୋଉମାନଙ୍କ ଲାଇଫକୁ ଆପଣ ମାନେ ଆସୁଛନ୍ତି। ମୁଁ ବୋଥ ଜେଣ୍ଡର କଥା କହୁଛି, ମେଲ୍ ଆଣ୍ଡ ଫିମେଲ, ନଟ୍ ଓନ୍ଲି ମେନ୍, ନଟ୍ ଓନ୍ଲି ଫିମେଲ। ଓକେ, ମୁଁ ଦୁହିଟା ଜେଣ୍ଡର କଥା କହୁଛି। ଯୋଉମାନେ ରିଲେସନସିପକୁ ଆସୁଛ, ଧ୍ୟାନ ରଖିବ, ବହୁତ ହି ଭାବି ଚିନ୍ତିକି କାହା ଲାଇଫକୁ ଆସ ଆଉ ବହୁତ ହି ଭାବି ଚିନ୍ତିକି କାହା ଲାଇଫରୁ ଯାଅ। ହୁଏତ କିଛି ଜଣଙ୍କ ଲାଗି ଏଇ ରିଲେସନସିପଟା ଭ୍ୟାଲୁଲେସ୍ ହେଇଥିବ, ଏଇ ରିଲେସନସିପଟା ମଜାକ ମସ୍ତି ହେଇଥିବ, କିନ୍ତୁ କିଛି ଜଣଙ୍କର ଲାଇଫ ଏଇ ରିଲେସନସିପ ଲାଗି ବର୍ବାଦ ବି ହେଇଯାଉଛି। ଧ୍ୟାନ ରଖିବେ ଗୋଟେ ଜିନିଷ କି ଆପଣଙ୍କ ଖୁସିରେ କାହାକୁ ଯେମିତି ହର୍ଟ ନ ହଉ, କାହା ଲାଇଫ ଯେମିତି ବର୍ବାଦ ନ ହଉ, ଚେଷ୍ଟା କରିବେ। ସେଥିଲାଗି ବହୁତ ହି ଭାବିଚିନ୍ତି କାହା ଲାଇଫକୁ ଏଣ୍ଟ୍ରି କରିବେ, ଆଉ ଯଦି ତା ଲାଇଫରୁ ବାହାରୁଛନ୍ତି ତାହେଲେ ବହୁତ ହି ଭାବିଚିନ୍ତି କି ତା ଲାଇଫରୁ ବାହାରନ୍ତୁ। କାହିଁକି ନା ତମେ ମାନେ ଗଲା ପଛରେ କଣ କଣ ସିଏ ସବୁ ଝେଲିବାକୁ ତାକୁ ପଡୁଛି ସେଇଟା ଆପଣ ଜାଣିପାରିବେନି, କେହି ବି ଜାଣିପାରିବେନି।
ତା ଛଡା। ତ ଏଇ ଗୋଟେ ଜିନିଷ ଧ୍ୟାନ ରଖିବେ, ବୋଥ୍ ଜେଣ୍ଡର କଥା ମୁଁ କହୁଛି, ମେଲ୍ ଆଣ୍ଡ ଫିମେଲ୍। ରହୁଛି, ନମସ୍କାର, ରାଧେ ରାଧେ।